ଜାନୁଆରୀ 15 ଦେଶବାସୀକେ ଆଜି ଭେଟି ଦଉଛନ୍ ପ୍ରଧାନମନ୍ତ୍ରୀ ମୋଦି ପିଏମ୍ ଜନମନ ଯୋଜନା। ମନେ ରଖନ୍ କାଁ ଯୋଜନା ନା ପିଏମ୍ ଜନମନ ଯୋଜନାରେ ଆଜି ସାରା ଭାରତବର୍ଷରେ ଉଦ୍ଘାଟନ କରାଯାଉଛେ, ଯାହାକି ସେମାନଙ୍କୁ ପହିଲା ପ୍ରଥମ କିସ୍ତି ପ୍ରଦାନ କରିବେ। କେତେ ଟଙ୍କା ପତେ ପ୍ରଦାନ କରିବେ ଆଜିର ଭିଡ଼ିଓରେ ଆପଣମାନେ ସମସ୍ତେ ଜାଣିପାରିବେ, କେନ୍ ଆଜ୍ଞା ମାନେ ପାଇବେ ସେ ବିଷୟ ବି ଆମେ ଆଲୋଚନା କରିବା। ପିଏମ୍ ଜନମନ ଯୋଜନା ଜନମନ ଯୋଜନାର ଅର୍ଥ ଜନଜାତି ତିମାନେ ଯେନ୍ ରହୁଛନ୍, ଯେନ୍କି ଗ୍ରାମୀଣ ଅଞ୍ଚଳରେ जनजाति ମାନେ ବାସ କରୁଛନ୍ ସେମାନଙ୍କର ଲାଗି ଏଇଟା ବେନିଫିଟ୍ ଅଛି ବେସିକାଲି। କାଲି ଅର୍ଥାତ୍ ଜାନୁଆରୀ ମାସ 15 ତାରିଖରେ ଦେଶବାସୀକୁ ଏକ ବଡ଼ ଉପହାର ମିଳିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳ 1 ଲକ୍ଷ ଲାଭାର୍ଥୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ କିସ୍ତି ଜାରି କରିବେ। ଗତ ବର୍ଷ ମୋଦି ସରକାର जनजाति आदिवासी न्याय महाअभियान ମନେ ରଖନ୍ जनजाति आदिवासी न्याय महाअभियान ଯୋଜନାର ଶୁଭାରମ୍ଭ କରିଥିଲେ। ତେବେ ଏହି ଯୋଜନାରେ ଆଜ୍ଞା ଦେଖୁନ୍ 1 ଲକ୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରଥମ କିସ୍ତି ପ୍ରଦାନ କରିବେ। 1 ଲକ୍ଷ ହିତାଧିକାରୀ ଆଜ୍ଞା ମାନେ ଯାହାକି ପ୍ରଥମ କିସ୍ତି ମାନେ ପାଇପାରିବେ ଆଜ୍ଞା ବୋଲି ଜଣାପଡ଼ିଛି। ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ PMAYG ଅଧୀନରେ ଆସୁଥିବେ, ଯେଉଁମାନେ ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲିଷ୍ଟରେ ଆସୁଥିବେ ସେମାନଙ୍କୁ ଏଇଟା ଦିଆଯିବ ଆଜ୍ଞା। ଏହାର ଫାଇଦା ଉଠାଇ ପାରିବେ। ପିଏମ୍ ଜନମନ ଯୋଜନା ଅଧୀନରେ 4.90 ଲକ୍ଷ ଲୋକଙ୍କୁ ପକ୍କା ଘର ପ୍ରଦାନ ନେଇ ବ୍ୟବସ୍ଥା କରାଯାଇଛି। ପ୍ରତି ଘର ପାଇଁ 2.39 ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ହିତାଧିକାରୀଙ୍କୁ ସରକାର ସବସିଡି ପ୍ରଦାନ କରିଥାନ୍ତି, ଅର୍ଥାତ୍ ଲାଭାର୍ଥୀଙ୍କୁ ସବସିଡିର ଫାଇଦା ମଧ୍ୟ ମିଳିବ। ପ୍ରଧାନମନ୍ତ୍ରୀ ମୋଦି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଲାଭାର୍ଥୀଙ୍କୁ କିସ୍ତି ଜାରି କରିବେ ବୋଲି ଏକ ଅଫିସିଆଲି ସୂତ୍ରରୁ ଜଣାପଡ଼ିଛି। ମୋଦି ହିତାଧିକାରୀଙ୍କ ସହିତ ବାର୍ତ୍ତାଳାପ ମଧ୍ୟ କରିବେ। ସାରା ଦେଶର 200 ଜିଲ୍ଲାର 22,000 ବିଶେଷ ଦୁର୍ବଳ जनजाति ଗ୍ରୁପ ଇନା ଉପକୃତ ହେବେ। ମନେ ରଖନ୍ କେତେ 200 ଜିଲ୍ଲାର 22,000 ବିଶେଷ ଦୁର୍ବଳ जनजाति ଇନେ ଆଜି ଯାହାକି ଉପକୃତ ହେବେ। ବହୁତ ଜନସଂଖ୍ୟା जनजाତି ବସ୍ତି ପରିବାରଙ୍କୁ ସହାୟତା ପ୍ରଦାନ କରାଯିବ। ସେଥିପାଇଁ 2023-24ରୁ 2025 ପର୍ଯ୍ୟନ୍ତ 24,104 କୋଟି ଟଙ୍କା ମନେ ରଖନ୍ 24,104 କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ କେନ୍ଦ୍ର ସରକାର 15,336 କୋଟି ଓ ରାଜ୍ୟ ସରକାର 8,768 କୋଟି ଟଙ୍କା ଭରଣ କରିବେ। ମନେ ରଖନ୍ ପଇସା କେତେ ବଜେଟ୍ରେ ଖର୍ଚ୍ଚ କରାଯାଉଛି 24,104 କୋଟି ଟଙ୍କା, ଯାହାକି ପ୍ରଥମ ବଜେଟ୍ରେ ପ୍ରସ୍ତୁତ କରାଗଲା। ତାପରେ ଅଛି ଦେଖନ୍ତୁ ସେଥିମଧ୍ୟରୁ କେନ୍ଦ୍ର ସରକାର ଦିଆଯାଉଛି 15,336 କୋଟି ଟଙ୍କା କେନ୍ଦ୍ର ସରକାର ଦେବେ, ଆଉ ରାଜ୍ୟ ସରକାର ଏନେ ଦେବେ 8,768 କୋଟି ଟଙ୍କା ଭରଣ କରିବେ। ତ ଏଇଟା ଥିଲା ଆପଣମାନଙ୍କ ଲାଗି ଛୋଟିଆ ଅପଡେଟ୍। ଆଶା କରୁଛି ଭିଡ଼ିଓଟି ଉପରୁ ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବା। ଆପଣଙ୍କର ସୁଚିନ୍ତିତ ମତାମତ ନିହାତି କମେଣ୍ଟ ସେକ୍ସନରେ ଜଣାବାଟା ନେଇ ଭୁଲିବେ।